ଆଜିର ସମୟରେ ଅନେକ ଯୁବକ ଚାକିରି ଓ ଧନ ଉପାର୍ଜନରେ କୌଣସି ପନ୍ଥା ନଥିବାରୁ ବେଆଇନ କାର୍ଯ୍ୟରେ ଲିପ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣାରେ ରାଉରକେଲା ପ୍ଲାଣ୍ଟ ସାଇଡ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ଅଞ୍ଚଳରେ ରହୁଥିବା ରାଜ ପାନି ପିତା ବିପିନ ପାନିକୁ ମଦ କାରବାରରେ ପ୍ଲାଣ୍ଟ ସାଇଡ୍ ପୁଲିସ ଗିରଫ କରିବା ସହ ଗୋଟିଏ ମୋବାଇଲ ମାରୁତି ସୁଜୁକି କମ୍ପାନୀର ୱାଗନ ଭି ଏକ୍ସ କାର ନମ୍ବର OR02BJ 5644 ସହ 600 লিଟর বেআইনি হাতরন্ধা মদ জবত করেছে। সূচনা অনুযায়ী রাউরকেলা অবকারী সুপরিটেন্ডেন্ট শেখ আসফ অলিঙ্ক নির্দেশ ক্রমে তা 22/5/2024 তারিখ সন্ধ্যা সময় ঝাড়খণ্ড পটରୁ ରାଉରକେଲା ସହରକୁ ଆସୁଥିବା କାରରେ ବେଆଇନ ହାତ ରନ୍ଧା ଚୋରା ମହୁଲି ମଦ ଆସୁଥିବାର ଖବର ପାଇ କୁକୁଡ଼ା ରେଲୱେ ଫାଟକଠାରେ ରାଉରକେଲା ଅବକାରୀ ବିଭାଗ ସଦଳ ବଳେ ମାଡ଼ି ବସିଥିଲେ। ମଦ କାରବାରରେ ସମ୍ପୃକ୍ତ ରାଜପାନି ସ୍ୱୀକାର କରିଛି ଯେ ସେ ସପ୍ତାହକୁ 2 ଥର ମଦ ସପ୍ଲାଏ କରିଥାଏ। ଆସାମୀର ବୟାନକୁ ଭିତ୍ତି କରି ଚୋରା ମହୁଲି ମଦ ରଖି କାରବାର କରୁଥିବା 5 ଜଣ ଯୁବକଙ୍କୁ ପ୍ଲାଣ୍ଟ ସାଇଡ୍ ଥାନା ପୁଲିସ ଗିରଫ କରି ଅବକାରୀ ରେଞ୍ଜ କେସ୍ ନମ୍ବର 35/2425ର ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି। କିନ୍ତୁ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ 5 ଜଣଙ୍କୁ ଜେଲକୁ ପଠାଇ ଦିଆଗଲା। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।